ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର। ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ। ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ। ସାଙ୍ଗମାନେ ଆଜି ଆପଣମାନଙ୍କ ପାଇଁ ଆଣିଅଛି ସୁନ୍ଦର ଢଗ ପ୍ରଶ୍ନ, ମଜାଦାର ଭିଡ଼ିଓ ଯେ କି ସାଙ୍ଗମାନେ ଆପଣ ତ ହସିବେନି, ସମସ୍ତେ ହସିବେ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ ଆମ ତରଫରୁ। ଯଦି ଭାଉଜ ସେ ପ୍ରଶ୍ନର ଉତ୍ତରଟି ନ ଦେଇପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ। କମେଣ୍ଟ ବକ୍ସଟି ଆପଣମାନଙ୍କ ପାଇଁ ଖୋଲା ରଖିଛୁ, ନା କ'ଣ କହୁଛ? ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ରହିଲା, ଆପଣମାନେ ଖାଲି ଭଲ ଭାବରେ ଧ୍ୟାନରେ ଶୁଣନ୍ତୁ ଭାଉଜ କ'ଣ ଉତ୍ତର ଦେଉଛନ୍ତି। କହିଲ ଦେଖି, ଏମିତି କେଉଁ ବାଡ଼ି ଅଛି ଯେ କି ସମୟ ଆସିଲେ ମାରି ହେବ, ଆଉ ଭୋକ ଲାଗିଲେ ଖାଇ ହେବ, ଶୋଷ ଲାଗିଲେ ପିଇ ମଧ୍ୟ ହେବ? ସେ କେଉଁ ବାଡ଼ି? ସାଙ୍ଗମାନେ ମାନେ ଢଗ ପ୍ରଶ୍ନଟି ବହୁତ ମଜାଦାର ଅଛି, ଆପଣମାନେ ଖାଲି ଶୁଣି ନିଅନ୍ତୁ। ଏମିତି କେଉଁ ବାଡ଼ି ଅଛି, ଏମିତି କେଉଁ ବାଡ଼ି ଅଛି ସମୟ ଆସିଲେ ସେ ବାଡ଼ିରେ ମାରି ହେବ, ଆଉ ଭୋକ ଲାଗିଲେ ଖାଇ ହେବ, ଶୋଷ ଲାଗିଲେ ପିଇ ହେବ? ନଡ଼ିଆ। ନଡ଼ିଆ? ନଡ଼ିଆ କ'ଣ? ହଁ ନଡ଼ିଆ। ଭାଉଜ କେତେ ଖୁସିରେ କହିଦେଲେ, ଆଉ ଯେମିତି ଉତ୍ତରଟି କହିଦେଇଛନ୍ତି। ଆଉ ଦେଖନ୍ତୁ ସାଙ୍ଗମାନେ, ନଡ଼ିଆ ଗଛ ତା ଯୋଉ ପତ୍ର ତା ଯୋଉ ଇଏରେ ପିଟି ହବ, ନଡ଼ିଆରେ ପାଣି ପିଇ ହବ, ତାକୁ ନଡ଼ିଆ ଚିବି ଖାଇ ହବ। ସାଙ୍ଗମାନେ ମୁଁ ଭାଉଜଙ୍କୁ କରୁଛି, ଏମିତି କେଉଁ ବାଡ଼ି ଅଛି ସେ ବାଡ଼ିରେ ମାରି ହେବ ଏବଂ ସେ ବାଡ଼ିକୁ ଖାଇ ହେବ ଏବଂ ସେ ବାଡ଼ିକୁ ଆପଣମାନେ ପିଇ ପାରିବେ। ସାଙ୍ଗମାନେ ଆପଣମାନେ କ'ଣ ବୁଝିପାରୁନାହାନ୍ତି? ଭାଉଜ ସିନା ବୁଝିପାରିଲେନି, ଆପଣମାନେ କ'ଣ ବୁଝିପାରିଲେନି? ନିଶ୍ଚିନ୍ତ ବୁଝିପାରିଛନ୍ତି। କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ ବୋଲି ଆଶା ରଖିଛି। କିନ୍ତୁ ସାଙ୍ଗମାନେ ଏ ଢଗ ପ୍ରଶ୍ନଟି ଅତି ସୁନ୍ଦର, ଆପଣମାନେ ଟିକେ ଭାବି ନିଅନ୍ତୁ। ଉତ୍ତରଟି ଆପଣମାନେ ନିଶ୍ଚିନ୍ତ ପାଇପାରିବେ। ଭାଉଜ ତ କହିପାରିଲେନି, କିନ୍ତୁ ଏ ଖରା ଦିନରେ ସେ ବାଡ଼ିଟି ବହୁତ ୟୁଜ୍ କରାଯାଏ। କିନ୍ତୁ ସାଙ୍ଗମାନେ ଲୋକମାନଙ୍କୁ ନିହାତି ଦରକାର ସେ ବାଡ଼ି। ଆପଣମାନେ ଯେଉଁଠି ଯାଉଥିବେ ବାଟଘାଟରେ ଦେଖିବେ ସେ ବାଡ଼ି ଦ୍ୱାରା ଆପଣ ପିଇପାରିବେ, ମାରିପାରିବେ ଏବଂ ଖାଇପାରିବେ। ଦେଖାଯାଉ ସାଙ୍ଗମାନେ, ଆପଣମାନେ କ'ଣ ଧରିପାରୁନାହାନ୍ତି? ଭାଉଜ ସିନା ଧରିପାରୁନାହାନ୍ତି। ଯାଉ ସାଙ୍ଗମାନେ, ପ୍ରଥମ ଢଗ ପ୍ରଶ୍ନ ସରିଗଲା। ଜଣେଇ ଦିଅନ୍ତୁ, ମୋତେ ତ ଜଣା ନାହିଁ। ଭାଉଜ ଜାଣିପାରୁନାହାନ୍ତି, କିନ୍ତୁ ଆପଣମାନଙ୍କ କମେଣ୍ଟ ନିହାତି ଦରକାର। ଆପଣମାନଙ୍କ କମେଣ୍ଟକୁ ଅପେକ୍ଷାରେ ରହିଲୁ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ତାହେଲେ ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ସେକେଣ୍ଡ ପ୍ରଶ୍ନର ଭାଉଜ କ'ଣ ଉତ୍ତର ଦେଉଛନ୍ତି, ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ନିଶ୍ଚିନ୍ତ ବୁଝିପାରିବେ। ଦେଖାଯାଉ ସାଙ୍ଗମାନେ ଭାଉଜ କ'ଣ ଉତ୍ତର ଦେବେ। ସେକେଣ୍ଡ ପ୍ରଶ୍ନଟି ଦେଖନ୍ତୁ। ସେକେଣ୍ଡ ପ୍ରଶ୍ନ ଶୁଣିବ ଭଲ ଧ୍ୟାନରେ ଦେଖ, ନ କହିପାରିଲେ ସାଙ୍ଗମାନେ ଅଛନ୍ତି, ବ୍ୟସ୍ତ ହୁଅନି, ଛାନିଆ ହୁଅନି, ଭୟ କରନି, ହେଲା। କହିଲ ଦେଖି, ମୁଁ କ୍ଷୀରରେ ପଡ଼େ ନାହିଁ, ଖାଇଲେ ରକ୍ତଚାପ ବଢ଼ିଯାଏ, ତରକାରୀ ନ ପଡ଼ିଲେ କେହି ଖାଆନ୍ତି ନାହିଁ, କହିଲ ମୁଁ କିଏ? ଭାଉଜ ତ ବୋକା ବନିଗଲେ। କ'ଣ ସେଟା?
କ୍ଷୀରରେ ପଡ଼େ ନାହିଁ ତାକୁ ଖାଇଲେ ରକ୍ତଚାପ ବଢ଼ିଯାଏ ଔଷଧରେ ପଡ଼ିଲେ ନ ପଡ଼ିଲେ ଖାଇ ହୁଏ ନାହିଁ। ଯାହା ହଉ ସାଙ୍ଗମାନେ ଭାଉଜ ଚିନ୍ତାରେ ଅଛନ୍ତି ଯେ କି ଘରୋଇ ବିଷୟରେ ମୁଁ ପ୍ରଶ୍ନଟି କରିଛି କିନ୍ତୁ ଉତ୍ତରଟି ନ ଦେଇପାରିଲେ ଆପଣମାନେ କମେଣ୍ଟରେ ଦେବେ। ସାଙ୍ଗମାନେ ଭାଉଜଙ୍କୁ ଟିକେ ସାହାଯ୍ୟ କରନ୍ତୁ, ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ। ଯାହା ହଉ ସାଙ୍ଗମାନେ ଏ ଭିଡ଼ିଓଟି ଆପଣଙ୍କ ମନ ଛୁଆ ହେଲା କି ନାହିଁ ନିଶ୍ଚିନ୍ତ ଜଣାଇବେ। ଆଜିର ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଅଛି। ଦେଖନ୍ତୁ ସାଙ୍ଗମାନେ ଭାଉଜମାନଙ୍କୁ ଟିକେ ଚାଲିଯିବା। ହଁ କ'ଣ କହୁଛ? ତେଲ ନା ଚିନି ତେଲ ନା ଚିନି? ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ନା ଲୁଣ କ'ଣ ହେଇଥିବ ତମେ କହିବ ନା ଆଉ। ଯାହା ହଉ ସାଙ୍ଗମାନେ ଭାଉଜ ତେଲ ଚିନି ଲୁଣ କିନ୍ତୁ ସଠିକ୍ ଭାବରେ କହିପାରୁନାହାନ୍ତି। ଆପଣମାନେ କମେଣ୍ଟରେ ଲେଖିଦିଅନ୍ତୁ। ଆପଣମାନେ ଯଦି ନିଶ୍ଚିନ୍ତ ଏ ଉତ୍ତରଟି ପାଇବ ବୋଲି ଆଶା ବିଶ୍ୱାସ ରଖିଛି। କିନ୍ତୁ ସାଙ୍ଗମାନେ ପ୍ରଶ୍ନଟି ମୁଁ ଆଉ ଥରେ କହିଦେଉଛି, ଆପଣମାନେ ଭଲ ଭାବରେ ଶୁଣି ନିଅନ୍ତୁ। ଭାଉଜ ଜାଣିସାରିଲେଣି କିନ୍ତୁ କହିବେ ନାହିଁ ନା, କାରଣ ଆପଣମାନେ କମେଣ୍ଟରେ ଦିଅନ୍ତୁ। ଦେଖାଯାଉ ସାଙ୍ଗମାନେ କେତେ ମାନେ କ'ଣ ଜାଣିଛନ୍ତି। ସେଥିପାଇଁ ଭାଉଜ ଜାଣିଛନ୍ତି ତା ଭିତରେ ଅଛି ଜାଣିସାରିଲେଣି ଭାଉଜ। ସାଙ୍ଗମାନେ ସେ ତିନିଟିରୁ ବାଛି ଦିଅନ୍ତୁ, କମେଣ୍ଟରେ ଲେଖିଦିଅନ୍ତୁ ସେ ତିନିଟିରୁ କେଉଁଟା ଠିକ୍। ଭାଉଜ କ'ଣ କହିଲେ ଭଲ କି ଧ୍ୟାନ ଦିଅନ୍ତୁ। ତେଲ ଚିନି ଲୁଣ ଏ ତିନୋଟିରୁ ବାଛନ୍ତୁ ସାଙ୍ଗମାନେ, ନିଶ୍ଚିନ୍ତ ପାଇଯିବେ ଭାଉଜ କହୁଛନ୍ତି। ଯଦି ଭାଉଜ ଏ ତିନୋଟି ଠିକ୍ କହିଥାନ୍ତି ଆପଣମାନେ ରାଇଟ୍ ବି ଲେଖିପାରନ୍ତି, ନହେଲେ ଆପଣମାନେ ଉତ୍ତରଟି ଏ ତିନୋଟି ଭିତରେ ଅଛି ବୋଲି କହୁଛନ୍ତି। ସାଙ୍ଗମାନେ ଆପଣ କ'ଣ ହାରିଯିବେ କି? ନାହିଁ, ନିଶ୍ଚିନ୍ତ ପାଇଯିବେ। ଆଉ ଥରେ ମୁଁ କହିଦେଉଛି, ମୁଁ କ୍ଷୀରରେ ପଡ଼େ ନାହିଁ, ଖାଇଲେ ରକ୍ତଚାପ ମାନେ କ'ଣ ବଢ଼ିଯାଏ, ତରକାରୀରେ ନ ପଡ଼ିଲେ କେହି ଖାଆନ୍ତି ନାହିଁ, କିଛି ସ୍ୱାଦ ବି ଲାଗେ ନାହିଁ। ଭାଉଜ ଜାଣିସାରିଲେଣି। ଆପଣମାନେ କ'ଣ ଜାଣିପାରୁନାହାନ୍ତି ସାଙ୍ଗମାନେ? ନିଶ୍ଚିନ୍ତ ଜାଣିପାରୁଥିବେ ଯଦି ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବେ ସାଙ୍ଗମାନେ। ତାହେଲେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଆପଣମାନଙ୍କ ପାଇଁ ଡେଲି ଅପଲୋଡ଼ କରୁଛୁ। ଭାଉଜଙ୍କୁ ଟିକେ ଛିଡ଼ା କରିବା, ବସିଗଲେଣି। ଆସ ସମୟ ହେଇଗଲାଣି, ଆସ ସମୟ ହେଲାଣି, ଟିକେ ଛିଡ଼ା ହୁଅ। ଭାଉଜ ଛିଡ଼ା ହେଇପଡ଼ିଲେ। ଆଉ ସାଙ୍ଗମାନଙ୍କୁ କୁହ, ସାଙ୍ଗମାନେ ଉତ୍ତରଟି ଏଇ ତିନୋଟିରେ ଅଛି, କନଫର୍ମ ଅଛି। ତାହେଲେ ଭାଉଜ ଧରିନେଲେ ଏବଂ ତିନୋଟି ପ୍ରଶ୍ନ ଆପଣମାନଙ୍କ ପାଇଁ ରଖିଲେ। ଆପଣମାନେ କ'ଣ ଉତ୍ତରଟି ଦେବେ ନାହିଁ? ନିଶ୍ଚିନ୍ତ ଦେବେ ସାଙ୍ଗମାନେ। ଆସେ ନା, ନିଶ୍ଚୟ ପାଇଯିବେ ନ। ବ୍ଲଡ଼ ପ୍ରେସର ବଢ଼େଇବାକୁ କହିଲେଣି, ଆଉ କେଉଁଟାରେ ବଢ଼ିବ ଜାଣିନାହାନ୍ତି ସମସ୍ତେ। ସାଙ୍ଗମାନେ ଏମିତି କେଉଁ ଜିନିଷ ଅଛି ଯେ କି ଅଧିକ ଖାଇବା ଦ୍ୱାରା ବ୍ଲଡ଼ ପ୍ରେସରଟି ବଢ଼ିଯାଏ? ସେଥିରେ ଆପଣମାନେ ଜାଣିପାରୁଥିବେ ସେ ତିନୋଟି ଜିନିଷ ଅଛି। କିନ୍ତୁ ଭାଉଜ ବହୁତ ଚାଲାକରେ ପ୍ରଶ୍ନଟି ଚିନି ଲୁଣ ଆଉ ଗୁଡ଼ା କ'ଣ କହିଲେ ତେଲ, ଏଥିରୁ ବାଛି ନିଅନ୍ତୁ, ଆପଣମାନେ ପାଇପାରିବେ। ତାହେଲେ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ ସାଙ୍ଗମାନେ। ମୋ ତରଫରୁ ତ ଧନ୍ୟବାଦ ଅନେକ। ଭାଉଜ ତରଫରୁ କ'ଣ ଦେଖାଯାଉ? ଭାଉଜ କ'ଣ କେତେ ବହୁତ ଧନ୍ୟବାଦ। ସାଙ୍ଗମାନେ ସବୁ ଭଲ ଅଛନ୍ତି ନା? କମେଣ୍ଟରେ ଦେଉଛନ୍ତି ନା? ବହୁତ କମେଣ୍ଟ ଆସିଲାଣି ଏବେ। ଭାଉଜ ଦେଖୁଛନ୍ତି, ବହୁତ ଖୁସି ହେଉଛନ୍ତି, କହୁଛନ୍ତି କମେଣ୍ଟ ଏବେ ସାଙ୍ଗମାନେ ବହୁତ ଦେଉଛନ୍ତି ଏବଂ ଦେଖୁଛନ୍ତି। ଆଉ ଆମର ଯେଉଁ ବେଷ୍ଟ ଫ୍ରେଣ୍ଡ ମାନେ ଅଛନ୍ତି ସେ କେବେ ହେଲେ ଅବହେଳା କରୁନାହାନ୍ତି, ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଲେଖୁଛନ୍ତି, ଦେଖୁଛନ୍ତି। ଯାହା ହଉ ସାଙ୍ଗମାନେ ଆମେ ବି ଦେଖୁଛୁ, ଆମେ ଜାଣେ ସାଙ୍ଗମାନେ ଆପଣ ଆମର ହେଉଛନ୍ତି ବେଷ୍ଟ ଫ୍ରେଣ୍ଡ। କିନ୍ତୁ ଆପଣଙ୍କ ନାମଟି ହିଁ ଯେତେବେଳେ ଆସିଯାଏ ଆମେ ଜାଣିପାରୁ, ଯାହା ହଉ ଖୁସି ହେଇଯାଉ ଏଇ ସାଙ୍ଗଟି ଆମକୁ କମେଣ୍ଟ ବକ୍ସରେ ଦେଇଛନ୍ତି। ଯାହା ହଉ ସାଙ୍ଗମାନେ এইভাবে মজাদার ভিডিও দেখন্তু, মজা নিয়ন্তু। আশা আমি এইভাবে মজাদার ভিডিও দেখিবা, মজা নেবা, অন্য হসিবা, অন্য মানুষ হসাইবা না। କ'ଣ କହୁଛ? ତାହେଲେ ସାଙ୍ଗମାନେ ଆଜି ତ ସମୟ ହେଇଗଲାଣି, ଆଜି ଆମେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷାରେ ରୁହନ୍ତୁ। କିନ୍ତୁ ଭାଉଜ ଆଜି ଗୋଟେ ଜିନିଷ କ'ଣ ଦେଖେଇବେ କହିଲେଣି, ଟିକେ ଯିବା ଆଗକୁ। ଆଗକୁ ଚାଲନ୍ତୁ, ମଝିରୁ କାଟନ୍ତୁ ନାହିଁ ସାଙ୍ଗମାନେ। ଭାଉଜ କ'ଣ ଦେଖେଇବେ ଦେଖେଇବା। ଏଇ ଭାଉଜ କ'ଣ ଦେଖେଇବେ? ହଁ ହଁ, ସେ କ'ଣ ଦେଖେଇବେ ଭାଉଜ? କ'ଣ ସେ ହେଇରେ ଇଏ କେଉଁ ଫୁଲ? ସାଙ୍ଗମାନେ ଭାଉଜ ଆସି ଗୋଟେ ପ୍ରଶ୍ନଟି କରିଦେଲେ, ଆପଣମାନେ କହିଦେବେ ଗୋଟିଏ ଗଛରୁ ଏତିକି ଯେତେବେଳେ ଫୁଟିଛି କେତେ ସୁନ୍ଦର ଆସୁଛି। ସେ ଗଛ କତିକି ଯାଇ କୁହ, ଦେଖାଅ ସେ ଗଛକୁ। ଦେଖନ୍ତୁ ସାଙ୍ଗମାନେ, ଏ ଭାଉଜ ଦେଖାଉଛନ୍ତି ଏ କେଉଁ ଗଛ ଏବଂ ଏ ଗୋଟିଏ ଗଛରୁ କେତେ ଫୁଲ ଫୁଟିଛି ବୋଲି ଦେଖାଉଛନ୍ତି। ଆଉ ମଧ୍ୟ ସେ କ'ଣ
ପୋଇ ଲଗେଇଥିଲୁ ହଁ ପୋଇର ମଞ୍ଜି ଏଇରେ ପୋଇ ଲଗାଇଥିଲେ ସେ ମଞ୍ଜି ହେଇଛି ଭାଉଜ ଦେଖାଉଛନ୍ତି ଯାହା ହଉ ଶୁଖେଇକି ରଖିଲେ ଫେର ଲଗେଇବୁ ଲଗାଇବୁ ତାହେଲେ ସାଙ୍ଗମାନେ ଆଜି ଭାଉଜ ବହୁତ କିଛି ଦେଖାଇଦେଲେ ଆପଣମାନେ ଦେଖିଲେ ମଜା ଆସିଲା ଆଉ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ତାହେଲେ ରହିଲୁ ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର।